ରାତିରେ ଶୋଇବା ସମୟରେ ଜମା ବି କାନ୍ଦ ନାହିଁ। ତୁମେ କ'ଣ ଭାବୁଛ ମୁଁ କିଛି ଜାଣିପାରୁନାହିଁ? ଆରେ ମୁଁ ତ ତୁମକୁ ପ୍ରତ୍ୟେକ ମୁହୂର୍ତ୍ତରେ ଦେଖୁଛି, ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ଶୁଣୁଛି। ତେଣୁ ଆସନ୍ତାକାଲି ବିଷୟରେ ଚିନ୍ତା କର ନାହିଁ। ମୁଁ ଅଛି, ମୁଁ ତୁମକୁ ଦେଖୁଛି ଏବଂ ତୁମର ଯତ୍ନ ମଧ୍ୟ ନେଉଛି। ଜାଣି ରଖ, ତୁମର ଆସୁଥିବା କାଲି ମଧ୍ୟ ବହୁତ ସୁନ୍ଦର। ଏହି କଥାକୁ ସର୍ବଦା ଧ୍ୟାନରେ ରଖ। ଯେଉଁ ଲୋକମାନେ ତୁମ ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୁଅନ୍ତି କିମ୍ବା ତୁମ ବିଷୟରେ ଅମଙ୍ଗଳ ଚିନ୍ତା କରନ୍ତି, ସେମାନେ ଜାଣନ୍ତି ନାହିଁ ଯେ ତୁମେ ମୋ ସନ୍ତାନ। ମୁଁ ସେହି କଣ୍ଟାଗୁଡ଼ିକୁ ତୁମ ରାସ୍ତାରୁ ବାହାର କରି ଫୋପାଡ଼ି ଦେବି। ଯେଉଁ ଲୋକମାନେ ଏହା କରନ୍ତି ସେମାନେ ଜାଣିପାରନ୍ତି ନାହିଁ ଯେ ନିଜର କର୍ମକୁ ନିଜେ ନଷ୍ଟ କରନ୍ତି ବୋଲି। ତେଣୁ ତୁମେ ତୁମ କର୍ମ କରି ଚାଲ। ଯଦି ତୁମେ ଭଲ ପାଇବ, ତୁମକୁ ଭଲ ପାଇବା ମିଳିବ। ଯଦି ତୁମେ ଘୃଣା କରିବ, ତୁମକୁ ଘୃଣା ହିଁ ମିଳିବ। ମନେ ରଖ, ପ୍ରତ୍ୟେକଙ୍କୁ ନିଜ କର୍ମର ଫଳ ଏଇଠି ହିଁ ଭୋଗିବାକୁ ପଡ଼ିଥାଏ। ଏଥିପାଇଁ ତୁମେ ନିଶ୍ଚିନ୍ତ ରୁହ, କାରଣ ମୁଁ ତୁମର ଗୁରୁ। ତୁମ ପଥରେ ଆସୁଥିବା ସମସ୍ତ ପ୍ରତିବନ୍ଧକକୁ ମୁଁ ଦୂର କରିଦେବି। ସମୟ ପାଉଛ ତ ତୁମର ସାଙ୍ଗସାଥୀମାନଙ୍କ ସହିତ ସମୟ ବିତାଅ। ଏହା କରିବା ଦ୍ୱାରା ତୁମର ସମ୍ପର୍କ ଦୃଢ଼ ହେବ ହିଁ, ତାହା ସହିତ ତୁମର ମନ ମଧ୍ୟ ହାଲୁକା ହେବ। ତୁମକୁ ସେମାନଙ୍କ ସହିତ ହସିବାର ସୁଯୋଗ ମିଳିବ ଏବଂ କିଛି ନୂଆ କରିବା ପାଇଁ ସୁଯୋଗ ମଧ୍ୟ ପାଇବ। ତୁମ ଜୀବନରେ ତୁମର ଯେକୌଣସି ବନ୍ଧୁ ଅଛନ୍ତି, ମୁଁ ସେମାନଙ୍କୁ ତୁମ ସହିତ ଯୋଡ଼ିକି ରଖିଛି। ସେଥିପାଇଁ ନିଶ୍ଚିନ୍ତ ରୁହ, ଖୁବ୍ ଖୁସିରେ ରୁହ। ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।